ରାତି ପାହିଲେ ସବୁ ଘରଣୀମାନଙ୍କର ଗୋଟାଏ ଚିନ୍ତା କ'ଣ ହେବ ରୋଷେଇ। ଏଇ ଯେଉଁ ଗରମ ହେଉଛି ନା, ଚୁଲି ମୁଣ୍ଡକୁ ଯିବାକୁ ତ ଜମାରୁ ଇଚ୍ଛା ହେଉନାହିଁ। ବୁଟ ଡାଲି କଖାରୁକୁ ଦେଖିଲା ପରେ ନଙ୍ଘା ତରକାରୀଟିଏ କରିବାକୁ ହେଲା ଇଚ୍ଛା। ଗୁଳୁଗୁଳି ଗରମକୁ ଖାତିର ନ କରି କାଟିଦେଲି କଖାରୁ ଆଳୁ ଅମୃତଭଣ୍ଡା। ମୋତେ ଏତେ ଭଲ ରୋଷେଇ କରି ଆସେନି, ଯାହା ଯେତିକି ଆସେ ଆପଣମାନଙ୍କ ସାମ୍ନାକୁ ଆଣିବା ପାଇଁ ବି କୁଣ୍ଠାବୋଧ କରୁନି। ବିନା ପିଆଜ ରସୁଣରେ କରିବି ରୋଷେଇ। ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କାଗୁଣ୍ଡ, କରି ପାଉଡ଼ରକୁ ଗୋଳେଇ ଦେବା ପାଣି ମିଶାଇ। ବତୁରା ବୁଟ ଡାଲି ଓ କଟା ପନିପରିବା ଲୁଣ, ହଳଦୀ, ତେଜପତ୍ର ପାଣି ଦେଇ ସିଝେଇବା। ଆଜିର ତରକାରୀ ପାଇଁ ଗରମ ତେଲରେ ଚିନି, ଅଦା ଛେଚା, ଭୃଷଙ୍ଗ ପତ୍ର ପକାଇବା ନେଇ ତାପରେ ମସଲାରେ ପ୍ରସ୍ତୁତ କରିଥିବା ମିଶ୍ରଣ ପକାଇବା। ପାଣି ଟିକେ ଦେଇ ଭଲ ଭାବରେ କଷିବା। ଦେନ୍ ସିଝେଇକି ରଖିଥିବା ପନିପରିବା ବୁଟକୁ ଢାଳିବା। କଷି କଷି ହେଲା ପରେ ପାଣି ଫୁଟିବା ପର୍ଯ୍ୟନ୍ତ ଅପେକ୍ଷା କରିବା। ତାପରେ ଭଜା ଜିରା ଗୁଣ୍ଡକୁ ଡାଲଚିନି ଗୁଣ୍ଡ ନିହାତି ପକାଇବା। ଖାଇବା ପାଇଁ ଗୋଟେ ପାତ୍ରକୁ ବାଢ଼ିବା। ଆଜିର ଖରାବେଳିଆ ଖାଇବାରେ ଏଇ ତରକାରୀ ଥିଲା ମୋ ତାଟିଆରେ। ସବସ୍କ୍ରାଇବ୍ କରନ୍ତୁ ଭିଡ଼ିଓ ଭଲ ଲାଗିଲେ। ଜୟ ଜଗନ୍ନାଥ।